ହ୍ୟାଲୋ ଫ୍ରେଣ୍ଡ, ଜୟ ଜଗନ୍ନାଥ। ଏକ ବିଶେଷ ସୂଚନା ଯେ ଆପଣ ଯଦି ଚାହୁଁଛନ୍ତି ଇ ବୁକ୍ ପରଚେସ୍ କରିବା ପାଇଁ, ଆମର 28 ତାରିଖରେ ଓପନିଂ ହେବା ପାଇଁ ଯାଉଛି। ସମୟରେ ଟାଇମ୍ କାଉଣ୍ଟଡାଉନ୍ ହେଇକି 0 ହେଇଯିବ, ସେଇ ସମୟରେ ହିଁ ଆପଣ ପରଚେସ୍ କରିବା ଆରମ୍ଭ କରିବେ। ଆପଣ ବ୍ରୋଞ୍ଜରେ ହେଇଥାନ୍ତୁ କିମ୍ବା ସିଲଭର ହେଇଥାନ୍ତୁ କିମ୍ବା ପ୍ରାଇମ୍ ସୁପର ପ୍ରାଇମ୍ ଗୋଲ୍ଡ ଯେଉଁ ର୍ୟାଙ୍କରେ ଥାନ୍ତୁ, ମିନିମମ୍ ଆପଣ ପ୍ରାଇମ୍ ସୁପର ପ୍ରାଇମ୍ ହେବା ଦରକାର ଆପଣ ଆଇଡି। ଆଉ ଆପଣ ସେଠି ଇ ବୁକ୍ ଗୋଟିଏ ପରଚେସ୍ କରିପାରିବେ। ସେଉ ଦିନଠାରୁ 28 ତାରିଖରୁ ହିଁ ଆରମ୍ଭ ହେବ। କିନ୍ତୁ ଯଦି 28 ତାରିଖ ଦିନ ଆମେ ପରଚେସ୍ କରୁଛେ, ତାହେଲେ ଆମେ ଟପ୍ ଲେବୁଲରେ ପହଞ୍ଚି ପାରିବା ବା ଟପ୍ ଲେବୁଲରେ ରହିପାରିବା। ହୁଏତ 100 ଭିତରେ, 500 ଭିତରେ, 300 ଭିତରେ, ହୁଏତ 1 ନମ୍ବର, ହୁଏତ 10 ନମ୍ବର ଭିତରେ ଆପଣ ରହିପାରିବେ। ତେଣୁ ଆପଣ ରେଡ଼ି ହେଇଯାଆନ୍ତୁ। ଆଜି 12ଟା ଭିତରେ ଫଣ୍ଡ ୱାଲେଟ୍ ଆପଣଙ୍କର ଟପ୍ଅପ୍ ହେବା ଦରକାର 1799 ବା 1800 ଟଙ୍କା। ଆପଣ ଫଣ୍ଡ ୱାଲେଟ୍ରେ ମହଜୁଦ ରଖନ୍ତୁ। କାହିଁକି ନା ଆସନ୍ତା 1-2 ଦିନ ଆଡ୍ ଫଣ୍ଡରେ ପ୍ରୋବ୍ଲେମ୍ ହେଇପାରେ ବା ହେବ ମଧ୍ୟ। କେହି ଆପଣଙ୍କୁ ସେତେବେଳେ ହେଲ୍ପ କରିପାରିବେନି। ତେଣୁ ନିଜର ଫଣ୍ଡକୁ ଟପ୍ଅପ୍ କରନ୍ତୁ ଆଉ ଟପ୍ଅପ୍ କରିକି ରଖନ୍ତୁ। 1800 ଟଙ୍କା ଟପ୍ଅପ୍ କରିକି ରଖନ୍ତୁ। ଇଏ ଚାନ୍ସ ଛାଡ଼ନ୍ତୁନି। ବହୁତ ବଡ଼ ଇନକମ୍ ମଧ୍ୟ ଏଠି ହେଇପାରିବ, ଆଶା ଅଛି ଆଉ ହେବ ମଧ୍ୟ। ଓକେ ଫ୍ରେଣ୍ଡ, ତ କେମିତି କରିବା? ଆଡ୍ ଫଣ୍ଡ ତ ଆପଣ ଜାଣିଛନ୍ତି। ଖାଲି ଯିବେ ମାଇ ବିଜନେସକୁ, ଅପଡେସନ୍ କେମିତି କରିବେ? ଆକ୍ଟିଭେସନ୍ ଅପଡେସନ୍ ଯେମିତି ହେଉଥିଲା ସେମିତି ଆପଣ ନମ୍ବର ମାରିବେ, ଟାଇପ୍ କରିବେ, ସିଲେକ୍ଟ ଆକ୍ଟିଭେସନ୍ ମାରିବେ, ତାପରେ ଆପଣ ସିଲେକ୍ଟ ଆକ୍ଟିଭେସନ୍ ପେମେଣ୍ଟ ମେଥଡ଼କୁ ମାରିକି ଯେମିତି ଆପଣ ପ୍ରାଇମ୍ ସୁପର ପ୍ରାଇମ୍ କରିଥିଲେ ସେଇଠି ହିଁ ହେବ ଆଉ ସେଇ ଟାଇପ୍ର ହେବ। ଓକେ ଫ୍ରେଣ୍ଡ, ତେଣୁ ଯଥାଶୀଘ୍ର ଆପଣଙ୍କ ଫଣ୍ଡକୁ ଟପ୍ଅପ୍ କରିକି ରଖନ୍ତୁ। ଆଜି ସୁଦ୍ଧା କରନ୍ତୁ, ନହେଲେ ଆପଣଙ୍କ ସିନିୟରକୁ କଲ୍ କରିକି ସବିଶେଷ ତଥ୍ୟ ନିଅନ୍ତୁ ଫଟାଫଟ। ଓକେ ଫ୍ରେଣ୍ଡ, ଥ୍ୟାଙ୍କ ୟୁ।